ଆଜିର ସମୟରେ ଦେଖିବା ଟିକେ କଥାରେ ରାହାଜାନୀ ହବା ଡକୈତ ହବା ମର୍ଡର କରିଦବା ସବୁବେଳେ ପାଇଁ ଦେଖିବ ପ୍ରତିଦିନ টিভি খোলা মাত্রে আপন মানে এইভাবে নিউজ পাইবে সকাল যে পেপর আসছে সে নিউজ পাইবে কোন কইবে এই ধরনের ঘটনা কাই ঘটুছে হ্যাঁ কোন এই বাবদরে কইবা তো এই বাবদরে হলা দেখো তো আমার আইন শৃঙ্খলাটা আইন ব্যবস্থা কোহল আছে পয়সা শর্ট পাইলে আইন শৃঙ্খলা আমার ভারত বর্ষর কোহল জনে জনকে দর্শন কলা তাকে নিয়ম কହୁଛି পুরা সাঙ্গে সাঙ্গে ফাঁসি সাঙ্গে সাঙ্গে মর্ডর কলা তাকে আইন দেখিব নির্দোষরে তাকে যদি মর্ডর কলা তাকে সাঙ্গে সাঙ্গে ফাঁসি আবশ্যক নাই পুরা ডাইরেক্ট ফাঁসি ধর্ষণ কলা তাকে দেখিলে তাকে পুরা ডাইরেক্ট তাকে অঙ্গটাকে কাটিদেবে আগে কাটি দিয়ে সারা পরে তাকে ফাঁসি দেবে এইসব ফাঁসি অঙ্গটাকে কাটিকি তাকে ভাজিকি বড় বলে তাকে খাইବାକୁ দেবে খাইବାକୁ দেই সারা পরে তাকে ফাঁসি দেবে ଏଇଆ କଲେ ଶଳା ଆଉ ମାନେ ସବୁ ସାଇଜ ହେଇଯିବେ। ଏବେ ଆମେ ଦେଖିଥିଲୁ କେନ୍ଦ୍ରାପଡାର ଜଣେ ଦୈନିକ ବ୍ୟକ୍ତି ତା ସ୍ତ୍ରୀ ପରମହଂସ କଟକରେ ଆସି 3 ଦିନ ତଳେ ମର୍ଡର କଲା କାଲି ତା ସ୍ତ୍ରୀ କି ମର୍ଡର କରିଦେଲା ତା ସ୍ତ୍ରୀ କି କାହିଁକି ମର୍ଡର କଲା ସେଟାକୁ ଆଗେ ସେ ମୁଖ୍ୟ ଆରେ ଭାଇ ବର୍ତ୍ତମାନ ଯୋଉ ସମସ୍ୟା ଆମର ହେଇଯାଇଛି ଆପଣ ଦେଖନ୍ତୁ ସ୍ତ୍ରୀ ଲୋକମାନେ ଘରେ ରହୁଛନ୍ତି ସ୍ତ୍ରୀ ଲୋକମାନେ ଘରେ ରହୁଛନ୍ତି ସିଏ ଦଳ 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 ହେଇକି ସିଏ ସବୁ ବୁଲିଲେ ତେଣୁକରି ସେ ପରବର୍ତ୍ତୀ ହବ ଫେସବୁକ୍ କଣ ବୋଲେ କଣ କହିଲେ ସିଏ ବି ଚାଲୁଛି ଚିଟିଂ ଚାଟିଂ ଫାଟିଂ ଆମେ ଚାଲୁଛି କଣ ମୋବାଇଲ ସବୁ ଚିଟିଂ ଚାଟିଂ କରୁଛନ୍ତି ତାକୁ ନେଇ କଣ କରିପାରିବେ ସେ ତ ବର୍ତ୍ତମାନ ଆଜି ଖୋଲମ ଖୋଲା ତାକୁ ନେଇ କଣ କରିବେ କିଛି କରିପାରିବେନି ଆଉ ଉପାୟ ନାହିଁ ବର୍ତ୍ତମାନ ବାୟୁମଣ୍ଡଳ ପୁରା ବିଷାକ୍ତ ହେଇଯାଇଛି ଏଠି ମୁଖ୍ୟ ଦାୟୀ ଯେତିକି ମାନେ ଲୋକ ଦାୟୀ ନୁହନ୍ତି ସେତିକି ସରକାର ଦାୟୀ ସରକାର କହ ବା ମାନେ ଆପଣଙ୍କର ଧର ଆପଣ ମର୍ଡର କଲେ ଏଇପା ଶୁଣୁନାହାନ୍ତି ଆପଣ ମର୍ଡର କଲେ ମନେକର ମୁଁ ମର୍ଡର କରିଛି ମୁଁ ନେତାଙ୍କ ପାଖ ଲୋକ ତେଣୁ ନେତା ପୁରା ମତେ ସେ ପ୍ଲାନିଂ କରିଦେବେ କେମିତି ଖସେଇବେ ପାଗଳା ମାଗଳା ସାର୍ଟିଫିକେଟ ଫାର୍ଟିଫିକେଟ କରି ମତେ ଖସେଇଦେବେ ঠিক না ভুল ନିଶ୍ଚିନ୍ତ ଯୋଉମାନେ ଆମ ଭାଇ ବଡ ଭାଇ କହିଲେ କି ଆଜି ସମାଜରେ ଯୋଉଟା ଘଟୁଛି ସେଟାକୁ ନିହାତି ସରକାରୀ ପକ୍ଷରୁ କୋହଳ କରିବା ନିହାତି ଆବଶ୍ୟକ। ଆଉ ଗୋଟେ କଥା ଖାଲି ଆମେ ସମାଜକୁ ଦେଖିବା ପାଇଁ କଲେ ଯେ ଖାଲି ଗୋଟେ ପୁଅ ଭୁଲ କରିଦଉଛି ତାକୁ ଯୋଉ ଭାଇ କହିଲେ ତାକୁ ସଜା ଦେବା ଫାଶୀ ଦେବା ତା ସଙ୍ଗେ ସଙ୍ଗେ ଆଜିର ଦୁନିଆରେ ଝିଅ ବି ଅଛନ୍ତି ଯୋଉମାନେ କି ନିଜର କିଛି କାହାକୁ ଫସେଇବା ଚକରେ ନିଜର ପାରିଶ୍ରମ ମେଣ୍ଟିବା ପାଇଁ ଯାଇକି କାହାକୁ ଲୁଟିବା ଚକରେ ସେମାନେ ବି ବହୁତ ଏମାନେ ବି ଯୋଉଟା ନ କରିବା କଥା ସେମାନେ ବି କରୁଛନ୍ତି ମାନେ ନାରୀ ହେଇକି ନାରୀର ହିସାବ ରହୁନାହାନ୍ତି ଆଜ୍ଞା ନିଶ୍ଚିନ୍ତ ସେଇ ବାବଦରେ ମୁଁ କହୁଛି ଯଦି ଗୋଟେ ପୁରୁଷ କରିଗଲା ତାକୁ ସେତିକି ସଜା ମିଳୁଛି ଯଦି ଗୋଟେ ନାରୀ କରିଛି ତାକୁ ତା ପାଇଁ ସଜା କଣ ପାଇଁ ନାହିଁ সেটা ବି ନିହାତି ଦେଖିବା ଦରକାର। ଆଜି ସରକାର ଯୋଉଟା କରିଛି ଖାଲି ପୁରୁଷ ମାନଙ୍କ ପାଇଁ କରିଦେଲେ ସଜା ହେଇଯିବନି ନାରୀ ମାନଙ୍କ ହାତରେ ବି ବହୁତ ରହୁଛି ସେମାନେ ଚାହୁଁଛନ୍ତି ଆମେ ଅବଳା ଦୁର୍ବଳା କିନ୍ତୁ ସେମାନେ ବି ବହୁତ କିଛି କରୁଛନ୍ତି ନିଶ୍ଚିନ୍ତ ଅବଳା ଦୁର୍ବଳ ହେଇକି ବି ତାଙ୍କ ହାତରେ ବହୁତ ଏତେ ଶାସନ ମାନେ ଭାରଟା ତାଙ୍କ ହାତରେ ଦିଆହେଇଛି ଯେ ସେମାନେ ତାକୁ ହିଁ ଧରିକି ପାୱାର ଗୋଟେ ଦେଖଉଛନ୍ତି ଆମେ ଯାହା ବି କଲେ ଆମ ହାତରେ ପାୱାର ଅଛି ସରକାର ଆମ ପାଇଁ କିଛି ବି କରିପାରିବନି ଆମେ ଭୁଲ କଲେ ସେଟା ଆମର ଠିକ ଆଉ ଗୋଟେ ପୁଅଟେ ଯଦି ଠିକ କରିଥାଏ ତା ପାଇଁ ସେଟା ଭୁଲ ଆଜିର ଦୁନିଆ ସେଇଟା ହଉଛି ତ ଆଇନଟା ସମାଜଟା ଯେମିତି ଆଇନ ସମସ୍ତଙ୍କ ପାଇଁ ଶୃଙ୍ଖଳା ସେମିତି ହବା ଦରକାର ଯେମିତି ଗୋଟେ ପୁରୁଷ ପାଇଁ ଦରକାର ଅଛି ଆମର ଫାଶୀ ହେଇଯାଉ ସେମିତି ଗୋଟେ ନାରୀ ପାଇଁ ବି ହବା ଦରକାର ହଁ ନିହାତି ଯଦି ଭୁଲ ମୁଁ କଲି ମତେ ଫାଶୀ ପାଇବ ଗୋଟେ ନାରୀ ଯଦି ଭୁଲ କଲା ତା ପାଇଁ ଫାଶୀ କାହିଁ ନାହିଁ ଫାଶୀ ନିହାତି ହବା ଦରକାର ନିହାତି ଆଜିର ଦୁନିଆରେ କେବଳ ପୁରୁଷ ହିଁ ମାନେ ନାରୀର ଶିକାର ହଉଛନ୍ତି ନାରୀ ହଉନାହାନ୍ତି କେହି ସର୍ବପ୍ରଥମେ ପୁରୁଷ ହଉଛନ୍ତି ତାଙ୍କର ସେ ପାୱାର ଯୋଉ ସରକାର ଦେଇଛି କି ନାରୀ ସଶକ୍ତକରଣ ନେଇକି ସେ ପାୱାର ଟା ଦେଖେଇକି ସେମାନେ ଆଜିର ଦୁନିଆରେ ଲୁଟିବା ପାଇଁ ବି କିଛି ପଛଉନାହାନ୍ତି ଆପଣ ଯୋଉ କହିଲେ 3 ଦିନ ତଳେ ଯୋଉ ଆମ ବର ହେଇଥିଲା ଆସି 3 ଦିନ ତଳେ ଧରା ପଡିଲା ବାଙ୍ଗାଲୋରରେ କଣ ପାଇଁ ସେ ବି ଜଣେ ନାରୀ ନା ତାଙ୍କର ସ୍ୱାମୀ ଥାଉ ତ ସିଏ ଆସିବାର କାରଣଟା କଣ ତ ନିହାତି ସେ ବି ସେମିତି ଭୁଲ କଲେ ନା